आपण ମାନେ ତ ବିଭିନ୍ନ ପ୍ରକାର ଜଳଖିଆ ବନିକିରି ଖାଉଥିବେ କିନ୍ତୁ ଶୀତ ଦିନ ସରିବା ଆଗରୁ ବା ସିଜନ ସରିବା ଆଗରୁ ଘରେ ଯଦି ମଟର ଅଛି ନା ଏହି ରେସିପିଟି ଆପଣମାନେ ଘରେ ଟ୍ରାଏ କରନ୍ତୁ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ଥରେ ବନେଇଲେ ଦେଖିବେ ସିଜନ ସରିବା ପର୍ଯ୍ୟନ୍ତ ଏଇ ମଟରର ହିଁ ଜଳଖିଆ ରେସିପିଟି ଆପଣମାନେ ବନେଇକି ରେଡ଼ି କରିବେ। ବହୁତ ସ୍ୱାଦିଷ୍ଟ ଲାଗେ ଆଉ ସପ୍ତାହକୁ ପୁରା 4ରୁ 5 ଦିନ ଆପଣମାନେ ବନେଇବେ ଏଇ ରେସିପିଟି। ଏତେ ଟେଷ୍ଟି ଲାଗିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ଅଟା ନେବା। ଯେହେତୁ ଆଜି ଆମେ ହେଲ୍ଦି ଜଳଖିଆ ବନାଉଛନ୍ତି ସେଇଥିପାଇଁ ଆମେ ଅଟାରେ ହିଁ ପ୍ରସ୍ତୁତ କରିବା। ଆପଣମାନେ ଚାହିଁଲେ ମଇଦା ବି ଏଠି ନେଇପାରିବେ। ତାପରେ କ'ଣ କରିବା ନା ଗୋଟେ ଏଠି ଛୋଟ ଗିନା ନେବା। ଅଟାକୁ ପ୍ରଥମେ ସାଇଡ଼ରେ ରଖିଦେବା। ତ ଏଠି ଦେଖନ୍ତୁ ମୁଁ 2 ଚାମଚ ସେଥିରେ ଏଡ୍ କରିଛି କର୍ଣ୍ଣଫ୍ଲୋର। କର୍ଣ୍ଣଫ୍ଲୋର ବଦଳରେ ଆପଣମାନେ ମଇଦା କି ଅଟା ବି ଏଇ ପେଷ୍ଟଟି ବନେଇକି ରେଡ଼ି କରିପାରିବେ। ଏଥିରେ କିଛି ତେଲ ଏଡ୍ କରିବା। ତେଲକୁ ଏଡ୍ କରି ଭଲସେ ଟିକେ ମିକ୍ସ କରି ଗୋଟେ ପେଷ୍ଟ ବନେଇକି ରେଡ଼ି କରିଦେବା। ଆଗକୁ ଆମକୁ କାମରେ ଆସିବ ଏଇ ପେଷ୍ଟଟା। ତ ଯେହେତୁ ଦେଖିବେ ଆମେ ଆଜି ପରସ୍ତ ବାଲା ବନେଇବା ପରଟା, ତ ଦେଖିବେ ମାନେ ମଟର ପରଟା, ତ ମୁଁ ସେଇଥିପାଇଁ ଏ ପେଷ୍ଟଟା ନିହାତି ଜରୁରୀ। ସେଇଥିପାଇଁ ମୁଁ ଆକୁ ପେଷ୍ଟ ଗୋଟେ ବନେଇ ଦେଇଛି। ପୁଣି ଆପଣମାନେ ଚାହିଁଲେ ଘିଅ ପୁଣି କର୍ଣ୍ଣଫ୍ଲୋର କି ମଇଦା କି ଅଟାରେ ବି ପେଷ୍ଟ ବନେଇ ପାରିବେ, କିନ୍ତୁ ମୁଁ ତେଲରେ ହିଁ ବନେଇଛି। ତ ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ଗୋଟେ ଆମେ ଏଠି ଜାର୍ ନେବା। ସେ ଜାର୍ରେ ଏଡ୍ କରିଦେବା ଆମେ ମଟର। ଯେତିକି ମଟର ଗ୍ରୀନ୍ ମଟର ଆପଣମାନେ ବନେଇବାକୁ ଚାହିଁବେ ସେ ଅନୁସାରେ ସେଥିରେ ମଟର ଏଡ୍ କରିବେ। ତ ଏଇଠି ଦେଖନ୍ତୁ ମୋ ପାଖରେ ଯେହେତୁ ପାଳଙ୍ଗ ଶାଗ ଥିଲା ମୁଁ ସେଥିପାଇଁ ଅଳ୍ପ ଟିକେ ପାଳଙ୍ଗ ଶାଗ ଏଡ୍ କରିଛି। ଏଇଥିପାଇଁ ଏଡ୍ କରିଛି କଲର୍ ଭଲ ଆସିବ ବୋଲି। ତ ତାପରେ ସେଥିରେ ଆମେ ଏଡ୍ କରିଦେବା କଞ୍ଚା ଲଙ୍କା। ପାଳଙ୍ଗ ଶାଗ ବଦଳରେ ଆପଣମାନେ ଏଠି ଧନିଆ ପତ୍ର ବି ନେଇପାରିବେ। ଆଉ ଅଳ୍ପ ଟିକେ ଚିନି ଏଡ୍ କରିବା। ଚିନିଟା ଏଠି ପୁରାପୁରି ଅପସନାଲ୍ ଅଛି। ଆଉ ଅଳ୍ପ ପାଣିକୁ ଦେଇକି ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ଏହି ସମୟରେ ଆପଣମାନେ ଚାହିଁଲେ ଅଦା ରସୁଣ ବି ଏଥିରେ ଏଡ୍ କରିପାରିବେ। ତ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଛି ଆଉ ଗୋଟେ ପେଷ୍ଟ ଆମର ବନିକି ରେଡ଼ି ହେଇସାରିଛି। ତ ଏବେ କ'ଣ କରିବା ନା ଆମେ ସେ ଅଟାରେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ତ ଯେତିକି ଆପଣମାନେ ଅଟା ନେବେ ସେ ଅନୁସାରେ ସବୁ ଜିନିଷ ଏଡ୍ କରିବେ। ତାପରେ ଦେଖନ୍ତୁ ଏଠି ମୁଁ ନେଇଛି ଅଳ୍ପ ଟିକେ ଅଦା ରସୁଣ ପୁଣି ଧନିଆ ପତ୍ରର ପେଷ୍ଟ ଏଡ୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ୍ କରିବେ ନହେଲେ ସ୍କିପ୍ କରିପାରିବେ। ଆଉ ଚାହିଁଲେ ବିନା ପିଆଜ ରସୁଣ ବି ଆପଣମାନେ ବନେଇ ପାରିବେ। ଏଠି ରସୁଣକୁ ସ୍କିପ୍ କରିଦେବେ ତ ବିନା ପିଆଜ ରସୁଣ ବନିଯିବ। ତାପରେ ଆମେ ଯେଉଁ ପେଷ୍ଟଟା ବନେଇଛନ୍ତି ସେ ପେଷ୍ଟଟାକୁ ସେଥିରେ ଏଡ୍ କରିଦେବା। ଆଉ ଟିକେ ଜାର୍କୁ କ୍ଲିନ୍ କରି ଆଉ ଟିକେ ଅଳ୍ପ ଟିକେ ଆମେ ସେଥିରେ ପାଣି ବି ଦେଇଦେବା। ଦେଖନ୍ତୁ ପେଷ୍ଟ ସବୁତକ ଆମେ ଯେଉଁ ବନେଇଛନ୍ତି ମଟର ପେଷ୍ଟ ସବୁତକ ଏଡ୍ କରିଦେବା। ତାପରେ ଜାର୍କୁ କ୍ଲିନ୍ କରି ଅଳ୍ପ ଅଳ୍ପ ପାଣି ଦେଇକରି ଆମେ ତାକୁ ଗୋଟେ ଡୋ ବନେଇକି ରେଡ଼ି କରିବା। ଯେମିତି ଆପଣମାନେ ସିମ୍ପଲ୍ ବନଉଥିବେ ଅଟା ପାଇଁ ମାନେ ରୁଟି ପାଇଁ ଯେମିତି ଡୋ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ବନେଇକିରି ରେଡ଼ି ହେବ। ତ ଏକାଥରକେ ପାଣି ଦେବେନି, ଅଳ୍ପ ଅଳ୍ପ ପାଣିକୁ ଦେଇକରି ଗୋଟେ ଡୋ ବନେଇକିରି ରେଡ଼ି କରିବେ। ତ ଦେଖନ୍ତୁ ବିନା କଲର୍ରେ ବି ବହୁତ ବଢ଼ିଆ କଲର୍ ଆସେ ଏଇ ରେସିପିଟି। ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ଆପଣମାନେ ତ ବିଭିନ୍ନ ପ୍ରକାର ପରଟା ବନେଇ ଖାଇଥିବେ। ଏମିତିରେ କି ଦେଖିବେ ପାଳଙ୍ଗ ପରଟା ହଉ କି ଦେଖିବେ ମାନେ ଆଳୁ ପରଟା ହଉ, ପିଆଜ ପରଟା ହଉ, ବିଭିନ୍ନ ପ୍ରକାର ପରଟା ବନେଇଥିବେ। କିନ୍ତୁ ମଟରରେ ଥରେ ବନେଇକି ଦେଖନ୍ତୁ, ସ୍ୱାଦ ହିଁ ଭୁଲି ପାରିବେନି। ସବୁ ଜଳଖିଆକୁ ଫିକା କରିଦେବ ଏଇ ରେସିପିଟି। ତ ଦେଖନ୍ତୁ ଗୋଟେ ଡୋଟି ବନେଇ ବି ସାରିଲାଣି। ତ ଏବେ କ'ଣ କରିବେ ନା ଯେତିକି ବଡ଼ ସାଇଜ୍ରେ ଆପଣମାନେ ପରଟା ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ପୋଷଣ ନେବେ। ତ ସେଇଥିରୁ ଆମେ ଅଳ୍ପ ଅଳ୍ପ ପୁରା ପୋଷଣ ନେବା। ହାତ ସାହାଯ୍ୟରେ ପୁଣି ଥରେ ଟିକେ ଏଇଭଳି ଚିକନା ବନେଇଦେବା। ତାକୁ ଗୋଲାକାର ସେପ୍ ଦେଇଦେବା। ଦେଇସାରିବା ପରେ ଆମେ ଚାଲନ୍ତୁ ଏବେ ସେମ୍ ପ୍ରୋସେସ୍ରେ ଆଉ ଗୋଟେ ବି ମୁଁ ସେଇଥିରେ ଆପଣମାନଙ୍କୁ ଗୋଲାକାର ସେପ୍ ଦେଇକି ଦେଖେଇ ଦେଉଛି। ଦେଖନ୍ତୁ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେବେ ବା ଯେତିକି ବଡ଼ ସାଇଜ୍ରେ ଆପଣମାନେ ପତଲା ବହଳିଆ ପରଟା ବନେଇବାକୁ ଚାହିଁବେ ସେ ଅନୁସାରେ ସେଇଥିରୁ ଅଟାର ପୋଷଣ ନେବେ। ତ ଏଇଭଳି ଗୋଲାକାର ସେପ୍ ଦେଇସାରିବା ପରେ ଆମେ ଗୋଟେ ଗୋଟେ ଗୋଲାକାର ସେପ୍କୁ ଆଣିକରି ଆମେ ପରଟା ପ୍ରସ୍ତୁତ କରିବା। ତ ପ୍ରଥମେ କ'ଣ କରିବା ନା ସେଇଥିରୁ ଆମେ ଗୋଟେ ଗୋଲାକାର ପିସ୍ ନେବା। ଆଉ ଆପଣମାନେ ଚାହିଁଲେ ଏଠି ଅଟାକୁ ଗ୍ରୀସ୍ କରି ବି ଗୋଲାକାର ସେପ୍ ଦେଇପାରିବେ। ମୁଁ ଏଠି ତେଲ ଅଳ୍ପ ଟିକେ ଏଡ୍ କରିଛି। ତେଲରେ ହିଁ ମୁଁ ଆଜି ବନାଉଛି। ତ ଆପଣମାନେ ଚାହିଁଲେ ଘିଅରେ ବି ବନେଇ ପାରିବେ। ଅଟା ବି ଏଭଳି ପ୍ରୋସେସ୍ରେ ଗ୍ରୀସ୍ କରି ବି ଗୋଲାକାର ସେପ୍ ଦେଇପାରିବେ। କିନ୍ତୁ ତେଲରେ ଏଡ୍ କରିବା ଦ୍ୱାରା କ'ଣ ହେବ ନା ଯେତେବେଳେ ଦେଖିବେ ପରଟାଟାକୁ ଫ୍ରାଏ କରିବା ନା ସେଇ ସମୟରେ ଦେଖିବେ ମାନେ ତାୱାରେ ଅଟା ଗୁଡ଼ାକ ଲାଗିବନି, ପୋଡ଼ିବନି ଜଲ୍ଦି। ମୁଁ ସେଇଥିପାଇଁ ତେଲରେ ବେଲୁଛି। ଆପଣମାନେ ଚାହିଁଲେ ଏଠି ଅଟାରେ ବି ବେଲି ପାରିବେ। ତ ଦେଖନ୍ତୁ ମୁଁ ତେଲରେ ବେଲିକି ଯେତିକି ବଡ଼ ସାଇଜ୍ରେ ଆପଣମାନେ ବନେଇବାକୁ ଚାହିଁବେ, ଅଧିକ ବହଳିଆ ନାହିଁ କି ପତଲା ନାହିଁ, ସେଇଭଳି ପ୍ରୋସେସ୍ରେ ଏଠି ମୁଁ ଗୋଲାକାର ସେପ୍ ଦେଇଦେଲି। ଦେଇସାରିବା ପରେ ଆମେ ଯେଉଁ ପେଷ୍ଟଟା ବନେଇକି ରଖିଛନ୍ତି ଆରାରୁଟ୍ ବା କର୍ଣ୍ଣଫ୍ଲୋରର ସେ ପେଷ୍ଟଟାକୁ ଆମେ ସେଇଥିରେ ଏଡ୍ କରିଦେବା। ତ ତେଲ ପୁଣି ଆରାରୁଟ୍ର ଯେଉଁ ପେଷ୍ଟ ବନେଇଛନ୍ତି ଏଡ୍ କରିସାରିବା ପରେ ଗୋଟେ ବ୍ରସ୍ ସାହାଯ୍ୟରେ ପୁରା ଚାରିଆଡ଼େ ଯେମିତି ଗ୍ରୀସ୍ କରିଦେବା, ଯେମିତିକି ପୁରା ପରଟାରେ ଆମର ପୁରା ଲାଗିଯିବ। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ। ଫ୍ରେଣ୍ଡସ୍ ଟିକେ ଟିକେ କହିବା ସମୟରେ ଟିକେ ପାଟି ଲାଗୁଛି, ଟିକେ ଆଡ଼ଜଷ୍ଟ କରିଦେବେ। ଯେହେତୁ ଭିଡ଼ିଓଟା ଟିକେ ଲଙ୍ଗ୍ ହେଇଯାଉଛି
ତ କହିବା ସମୟରେ ମୋର ଟିକେ ଟିକେ ପାଟି ବି ଲାଗିଯାଉଛି। ତ ଏବେ କ'ଣ କରିବା ନା, ସେଥିରେ ଆମେ ଅଳ୍ପ ଟିକେ ଅଟାକୁ ଗ୍ରୀସ୍ କରିଦେବା। କରିସାରିବା ପରେ ଏଇଭଳି ପ୍ରୋସେସ୍‌ରେ ଫୋଲ୍ଡ କରିବା। ଦେଖନ୍ତୁ ଆପଣମାନଙ୍କ ପାଖରୁ ବି ଦେଖଉଛି, ଏଇଭଳି ପ୍ରୋସେସ୍‌ରେ ଟିକେ ଫୋଲ୍ଡ କରିଦେବେ। ଯେତେ ଫୋଲ୍ଡ କରିବେ ନା, ମାନେ ଦେଖିବେ ଯେତେ ଫୋଲ୍ଡ କଲେ ସେତେ ବଢ଼ିଆ ପୁରା ଲେୟର୍ ବାହାରିବ। ପରଟାଟା ଖାଇବାକୁ ବହୁତ ବଢ଼ିଆ ଲାଗିବ। ମାନେ ପରସ୍ତ ଗୁଡ଼ାକ ବାହାରିବ, ଆଉ ପରଟାଟା ବି ସ୍ମୁଥ୍ ରହିବ। ତ ମୁଁ ସେଇଥିପାଇଁ ୟାକୁ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଗୋଟେ ପରେ ଗୋଟେ ମୁଁ ତାକୁ ଫୋଲ୍ଡିଂ କରୁଛି। ତ ଦେଖନ୍ତୁ ଫୋଲ୍ଡିଂ କରିସାରିବା ପରେ ପୁଣି ଥରେ ଆଉ ଟିକେ ତା ଉପରେ ଦେଖନ୍ତୁ ଆମେ ସେଇ ପେଷ୍ଟକୁ ଟିକେ ତା ଉପରେ ଗ୍ରୀସ୍ କରିଦେବା, ଆଉ ଅଳ୍ପ ଟିକେ ଅଟା ତା ଉପରେ ଏଡ଼୍ କରିବା। ଅଟାଟା ଏଡ଼୍ କରିବା ଦ୍ୱାରା ଦେଖିବେ ମାନେ ପୁରା ଯେମିତିକି ଆପଣମାନେ ବେଲିବେ ଯେଉଁ ସମୟରେ ପୁରା ଦେଖିବେ ଚିପକିବନି। ଅଟାଟା ରହିବ ଯଦି ତାର ଲେୟର୍‌ଟା ବି ବନେଇବା ସମୟରେ ବହୁତ ବଢ଼ିଆ ବାହାରିବ। ଅଳ୍ପ ଟିକେ ଅଟାକୁ ତା ଉପରେ ନିହାତି ଗ୍ରୀସ୍ କରିବେ। ଅଟା ହଉ ମଇଦା ହଉ ଯାହା ବି ଯେଉଁଥିରେ ବି ଆପଣମାନେ ବନେଇବାକୁ ଚାହିଁବେ ଏଠି ବନେଇ ପାରିବେ। ତ ଏଇ ରେସିପିଟା ପ୍ରାୟ ଲୋକ ଦେଖିବେ, ମାନେ ମୁଁ ୟୁଟ୍ୟୁବରେ ବି ଦେଖିଛି, ମାନେ ପ୍ରାୟ ଲୋକ ସମସ୍ତେ ବନାନ୍ତି ଅଟାରେ କମ୍ ଲୋକ ବନାନ୍ତି, ମଇଦାରେ ଅଧିକା ଲୋକ ବନାନ୍ତି। ମୁଁ ଭାବିଲି ଯେହେତୁ ଆମେ ଘରେ ବନେଇବା ନିହାତି, ତ ଘର ଲୋକ ହିଁ ଖାଇବେ, ତ ଅଟାରେ ହିଁ ବନେଇକି ଦେବା ତ ହେଲ୍ଦି ବି ରହିବ। ଆଉ ଛୋଟ ଛୁଆମାନେ ବି ଖାଉଛନ୍ତି, ତ ହେଲ୍ଦି ପାଇଁ ବୋଲି ମୁଁ ଅଟାରେ ବନେଇଛି। ଆପଣମାନେ ଚାହିଁଲେ ଏଠି ମଇଦାରେ ବି ବନେଇ ପାରିବେ। ତ ଏବେ ଗୋଟେ ଦେଖନ୍ତୁ ପ୍ରୋସେସ୍‌ରେ ମୁଁ ବନେଇ ସାରିଲି, ଫୋଲ୍ଡିଂ କରିକି ରଖିଦେଲି। ଆଉ ଗୋଟେ ମୁଁ ବନଉଛି, ସେମ୍ ପ୍ରୋସେସ୍‌ରେ ହିଁ ବନେଇକି ରେଡ଼ି କରିବେ। ପୁଣି ଥରେ ଦେଖନ୍ତୁ ଏଇଭଳି ବେଲି ଦେବେ। ବେଲି ସାରିବା ପରେ ଆମେ ସେ ଆର ଗୋଟେ ତେଲର ପେଷ୍ଟକୁ ତା ଉପରେ ପୁରା ଲଗେଇଦେବା। ତାପରେ ଦେଖନ୍ତୁ ଅଳ୍ପ ଟିକେ ଅଟାକୁ ବି ତା ଉପରେ ଏଇଭଳି ପ୍ରୋସେସ୍‌ରେ ଟିକେ ଆମେ ଗ୍ରୀସ୍ କରିବା। ତାପରେ କ'ଣ କରିବା ନା, ଫୋଲ୍ଡିଂ କରିଦେବା। ଫୋଲ୍ଡିଂ କରିସାରିବା ପରେ ପୁଣି ଥରେ ଆମେ ତାକୁ ଅଟା ପୁଣି ଆରଠୁ ପୁଣି ତେଲରେ ସେ ପେଷ୍ଟକୁ ଲଗେଇବା। ପୁଣି ଥରେ ଅଟାକୁ ତା ଉପରେ ଗ୍ରୀସ୍ କରିବା। ଏଇଭଳି ପ୍ରୋସେସ୍‌ରେ ଆମେ ଫୋଲ୍ଡିଂ କରିବା। ତ ସେମ୍ ପ୍ରୋସେସ୍‌ରେ ଆମେ ସବୁତକ ବନେଇକି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଫୋଲ୍ଡଟା ଯେତେ ଫୋଲ୍ଡ କରିବେ ନା, ସେତେ ବଢ଼ିଆ ପୁରା ଲେୟର୍ ବାହାରିବ। ସେଇଟା ଗୋଟେ ମନେ ରଖିବେ। ତ ଦେଖନ୍ତୁ ପୁଣି ଥରେ ଆମେ ଫୋଲ୍ଡିଂ କରିଦେବା। ଫୋଲ୍ଡିଂ କରିସାରିବା ପରେ ବି ଦେଖନ୍ତୁ ଆଉ ଟିକେ ଆଉ ଗୋଟେ ଫୋଲ୍ଡିଂ ହେବ, ତ ମୁଁ ତା ଉପରେ ବି ଆଉ ଟିକେ ସେଥିରେ ଗ୍ରୀସ୍ କରିଦେଲି ମୁଁ ସେ ପେଷ୍ଟକୁ। ପୁଣି ଥରେ ଅଟାକୁ ତା ଉପରେ ଦେଇଦେଲି। ତ ଏଇଭଳି ପ୍ରୋସେସ୍‌ରେ ଆମେ ପୁରା ପ୍ୟାକେଟ୍ ଭଳି ବନେଇକି ସବୁତକ ରେଡ଼ି କରିଦେବା। ତ ଆପଣମାନେ ନର୍ମାଲି ପରଟା ବନଉଥିବେ ଘରେ, ତ ସେମ୍ ପ୍ରୋସେସ୍‌ରେ ହିଁ ବନେଇକି ରେଡ଼ି କରିବେ। ତ ଦେଖନ୍ତୁ ଆଉ ଗୋଟେ ବନିକିରି ବି ରେଡ଼ି ହେଇସାରିଲା। ଅଟାରେ ବନିକିରି ବି କେତେ ବଢ଼ିଆ ପୁରା ବନିଥିଲା ନା ଫ୍ରେଣ୍ଡସ୍। ଆପଣମାନେ ଆଗକୁ ଦେଖିବେ କେତେ ବଢ଼ିଆ ପୁରା ବନୁଛି। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଛି। ବିନା କଲର୍ କିଛି ଏଡ଼୍ କରିକିରି ବି ବହୁତ ବଢ଼ିଆ କଲର୍ ଆସିଛି। ତ ଫାଇନାଲି ଦେଖନ୍ତୁ ଆମେ ସବୁତକକୁ ଏଇଭଳି ପ୍ରୋସେସ୍‌ରେ ପ୍ୟାକେଟ୍ କରିକି ସବୁତକ ଫୋଲ୍ଡିଂ କରିଦେଲେ। ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ସେଇଥିରୁ ଆମେ ଗୋଟେ ଗୋଟେ ପିସ୍ ନେବା। ପିସ୍ ନେଇକିରି ଆମେ ତାକୁ ବେଲଣା ବାଡ଼ି ସାହାଯ୍ୟରେ ବେଲିଦେବା। ଯେହେତୁ ପରଟା ବନାଉଛନ୍ତି, ତ ବେଲିବାକୁ ତ ନିହାତି ପଡ଼ିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ମୁଁ ଏଠି ସ୍କୋୟାର୍ ସେପ୍‌ରେ ହିଁ ବେଲିଛି। ପୁଣି ଥରେ ତେଲକୁ ଟିକେ ଗ୍ରୀସ୍ କରିବା ତା ଉପରେ, ଯେମିତିକି ଆମର ବେଲଣା ବାଡ଼ିକୁ ଲାଗିବନି, ଆଉ ଆମେ ଇଜିଲି ପୁରା ଆମେ ତାକୁ ବେଲି ପାରିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ମୁଁ ବେଲି ଦେଉଛି, ଆପଣମାନଙ୍କୁ ଦେଖାଇ ଦେଉଛି। ତ ଏଇଭଳି ପ୍ରୋସେସ୍‌ରେ ତାକୁ ବେଲିବେ, ଯେମିତି ଆପଣମାନେ ରୁଟି ବହଳିଆ ନାହିଁ କି ପତଲା ନାହିଁ ବେଲୁଛନ୍ତି, ସେଇଭଳି ସେମ୍ ପ୍ରୋସେସ୍‌ରେ ବେଲିକି ରେଡ଼ି କରିବେ। ଏଇ ପରଟାଟି ଆପଣମାନେ ଥରେ ଟ୍ରାଏ କରନ୍ତୁ, ଦେଖିବେ ପାଟିକି ମଟର ବି ଲାଗିବନି, କିନ୍ତୁ ଖାଇବାକୁ ବହୁତ ଟେଷ୍ଟି ଲାଗେ। ଆର ଫ୍ଲେଭର୍‌ଟା ବି ବହୁତ ବଢ଼ିଆ ବାହାରେ। ଆଉ ଯେହେତୁ ଆମେ ସେଥିରେ ଅଦା ରସୁଣ ପେଷ୍ଟ ବି ଏଡ଼୍ କରୁଛନ୍ତି, ତ ସେଥିପାଇଁ ଆପଣମାନେ ବିନା ତରକାରୀରେ ବି ଏଇ ରେସିପିଟି ଖାଇପାରିବେ। ତ ଦେଖନ୍ତୁ ଗୋଟେ ବନିକି ରେଡ଼ି ବି ହେଇସାରିଲାଣି, ଆଉ କେତେ ବଢ଼ିଆ ପୁରା କଲର୍ ଆସିଛି। ତ ଏଇଭଳି ପ୍ରୋସେସ୍‌ରେ ଆଉ ଗୋଟେ ବି ବନେଇକି ରେଡ଼ି କରିଦେବା। ସେମ୍ ପ୍ରୋସେସ୍‌ରେ ସବୁତକ ବନେଇକିରି ଆମେ ଗୋଟେ ପ୍ଲେଟ୍‌ରେ ରଖିବା। ତ ଦେଖନ୍ତୁ ଆଉ ଗୋଟେ ବି ବନେଇ ସାରିଲିଣି। ତ ପୁଣି ଥରେ ଆମେ ସେଇ ପ୍ଲେଟ୍‌ରେ ହିଁ ରଖିଦେବା। ତ ସବୁତକ ସେମ୍ ପ୍ରୋସେସ୍‌ରେ ବନେଇକିରି ରଖିବା। ଆଉ ତା ଉପରେ ଅଳ୍ପ ଟିକେ ମୁଁ ଅଟାକୁ ତା ଉପରେ ଗ୍ରୀସ୍ କଲି। ଏଇଥିପାଇଁ ଗ୍ରୀସ୍ କଲି ଯେ ମାନେ ତା ଉପରେ ଉପରେ ଆମେ ରଖିବା ଗୋଟେ ଗୋଟେ ବନେଇକି, ଯେମିତିକି ଲାଗିବନି ଟୋଟାଲ୍ ଆଉ ପରସ୍ପର ଭିତରେ। ତ ଏ ପରଟା ଗୁଡ଼ାକ ସେଇଥିପାଇଁ ମୁଁ ରଖିଲି। ନହେଲେ ଦେଖିବେ ମାନେ ରଖିଦେବେ ଏମିତି, ଯଦି ଏକାଥରକେ ବନେଇ ସାରିବା ପରେ ଯଦି ମୋ ଭଳି ଏଇଭଳି ଆପଣମାନେ ଯଦି ସେକିବେ, ତାହେଲେ ଦେଖିବେ ପୁରା ଲାଗିଯିବ ପରସ୍ପର ଭିତରେ। ସେଥିପାଇଁ ମୁଁ ଅଳ୍ପ ଟିକେ ଅଟାକୁ ତାପରେ ଗ୍ରୀସ୍ କରିକି ରଖିଥିଲି। ତାପରେ ଗୋଟେ ଏଠି ମୁଁ ତାୱା ନେଲି, ତାପରେ ମୁଁ ଏଡ଼୍ କରିଦେଲି ସେଇ ପରଟାକୁ। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଆଉ ଗୋଟେ ସାଇଡ଼୍ ଉଲଟେଇ ଦେବେ। ତାପରେ ତେଲକୁ ଗ୍ରୀସ୍ କରିଦେବେ ବ୍ରସ୍ ସାହାଯ୍ୟରେ। ତ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି, ସେ ଅନୁସାରେ ତେଲ ଏଡ଼୍ କରିବେ। ଆଉ ସେମ୍ ପ୍ରୋସେସ୍‌ରେ ଆପଣମାନେ ପୁରୀ ବି ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିଲା, ପୁଣି ଥରେ ଉଲଟେଇ ଦେଲି। ଓଲଟ ପାଲଟ କରିକିରି ଆମେ ଫ୍ରାଏ କରିଦେବା। ଆଉ ବହୁତ ବଢ଼ିଆ ଫୁଲିକି ରେଡ଼ି ହୁଏ ଏ ପରଟା ରେସିପିଟି। ତ ଦେଖିବେ ଛୋଟ ଛୁଆମାନଙ୍କୁ ଯଦି ବନେଇକିରି ଟିଫିନ୍‌ରେ ଦେବେ ନା, ସେମାନେ ଟିଫିନ୍ ପୁରା ଫିନିଶ୍ କରି ଆସିବେ। ଏତେ ସ୍ୱାଦିଷ୍ଟ ଗୋଟେ ପରଟା ରେସିପି ବନିକି ରେଡ଼ି ହୁଏ। ଆଉ ଗୋଟେ ସାଇଡ଼୍ ଦେଖନ୍ତୁ ପୁରା ଯଦି କ୍ରିସ୍ପି ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଆପଣମାନେ ଅଧିକ ଟିକେ ଫ୍ରାଏ କରିବେ। ଏଇଭଳି ବ୍ରାଉନ୍ କଲର୍ ଆସିଲା ପର୍ଯ୍ୟନ୍ତ ଫ୍ରାଏ କରିପାରିବେ। ଆଉ ଯଦି ଦେଖିବେ ମାନେ ଅଧିକ କ୍ରିସ୍ପି ଖାଇବାକୁ ଆପଣମାନେ ପସନ୍ଦ କରନ୍ତିନି, ତ ଆଉ ଗୋଟେ ବି ବନେଇ ଦେଖେଇ ଦେଉଛି। ଦେଖନ୍ତୁ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଉଲଟେଇ ଦେବେ। ଯେମିତିକି
ଦେଖିବେ ମାନେ ପରଟା ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଟିକେ ହାଲକା ଫୁଲେ ତାପରେ ଓଲଟେଇ ଦେବେ। ତାପରେ ଆଉ ଗୋଟେ ସାଇଡ଼୍ ଟିକେ ଦେଖନ୍ତୁ କେତେ ବଢ଼ିଆ ପୁରା ଫୁଲୁଛି ଧୀରେ ଧୀରେ ପରଟାଟା ଆପେ ଆପେ ଫୁଲିଯିବ। ଯେହେତୁ ଆମେ ଲେୟର୍ ଗୁଡ଼ାକ ଯେଉଁ ଦେଇଥିଲେ ଗୋଟେ ପରେ ଗୋଟେ ଫୋଲ୍ଡିଂ ଯେଉଁ କରିଥିଲେ ସେଇ ଫୋଲ୍ଡିଂରେ ହିଁ ସେ ଫୁଲିଯିବ। ତାକୁ ଆପଣମାନେ ଆଉ ପ୍ରେସ୍ କରିକି ଫୁଲେଇବା ବିଲକୁଲ ବି ଦରକାର ନାହିଁ। ତ ଦେଖନ୍ତୁ ପୁଣି ଥରେ ତେଲକୁ ଗ୍ରୀସ୍ କରିଦେବା, ପୁଣି ଥରେ ଓଲଟେଇ ଦେବା, ଓଲଟ ପାଲଟ କରିକିରି ଆମେ ପରଟା ବନେଇକିରି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଅଧିକ ମୁଁ ଏଇଟା କ୍ରିପ୍ସି କରିନି, ମାନେ ହାଲକା ହିଁ କରିଛି, ମିଡ଼ିୟମ୍ ଅଛି ଆଉ ଖାଇବାକୁ ପୁରା ଟେଷ୍ଟି ବି ଲାଗୁଥିଲା, ପୁରାପୁରି ସ୍ମୁଥଲି ଥିଲା। ମାନେ ରାତିରେ ବି ଏଇ ପରଟାକୁ ଆପଣମାନେ ବନେଇକି ରଖିଦେବେ ନା, ସକାଳୁ ବି ଖାଇବେ ପୁରାପୁରି ତୁଳାପୁରି ନରମ ଥିବ, ଯେମିତିକି ପାଟିରେ କରୁ କରୁ ପୁରା ମିଳିଯିବ। ବହୁତ ବଢ଼ିଆ ବି ଲାଗୁଥିଲା। ତ ଦେଖନ୍ତୁ ଯେହେତୁ ଏବେ ଥଣ୍ଡା ଦିନ, ଥଣ୍ଡା ଦିନରେ ଏଇଭଳି ଗରମ ଗରମ ଯଦି ବନେଇ ଖାଇବେ ତାର ମଜା କିଛି ଅଲଗା ଥାଏ। ତ ଯେହେତୁ ଏବେ ମଟର ପୁରା ମାର୍କେଟରେ ଆଭେଲେବୁଲ୍ ବା ଅଧିକା ମାତ୍ରାରେ ମିଳେ, ତ ଆପଣମାନେ ଘରେ ଆଣି ନିହାତି ୟାକୁ ଟ୍ରାଏ କରନ୍ତୁ। ମଟର ସରିବା ଆଗରୁ ଜଲ୍ଦି ବନାନ୍ତୁ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଲେୟର୍ ଗୁଡ଼ାକ ବାହାରିଛି ଆଉ କେତେ ସୁନ୍ଦର ବି ଦେଖାଯାଉଛି ନା ପରଟାଟା। ତ ଏମିତିରେ ଛୁଆମାନଙ୍କୁ ଯେହେତୁ ଗ୍ରୀନ୍ ଗ୍ରୀନ୍ ପୁରା ସବୁଜ ସବୁଜ କଲର୍ ପୁରା ଦେଖାଯାଉଛି, ସେଇମାନେ ତ ବହୁତ ବଢ଼ିଆ ଖୁସି ହେଇ ଖାଇବେ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ଫୁଲୁଥିଲା ପରଟା ଗୁଡ଼ାକ। ତ ସେମ୍ ପ୍ରୋସେସ୍‌ରେ ସବୁତକ ବନେଇ ଗୋଟେ ପ୍ଲେଟ୍‌ରେ ରଖିଦେବା। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି, ଚ୍ୟାନେଲ୍‌କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ କେତେ ସାରା ପରଟା ମୁଁ ବନେଇକି ଏଇଠି ରେଡ଼ି କରିଦେଲି। ଆଉ ଟିକେ ହାତ ସାହାଯ୍ୟରେ ତାକୁ ଟିକେ ନା କ୍ରସ୍ କରିଦେବା। ଏଇଭଳି କ୍ରସ୍ କରିବା ଦ୍ୱାରା ଦେଖିବେ ପରଟାଟା ପୁରା ମାନେ ଯେମିତିକି ଦେଖିବେ ଲେୟର୍ ଗୁଡ଼ାକ ବାହାରିବ, ପୁରା ଇଜିଲି ବାହାରି ପଡ଼ିବ। ମୁଁ ସେଥିପାଇଁ ଟିକେ ଆକୁ କ୍ରସ୍ କରିଦେଲି ଏଇଭଳି ପ୍ରୋସେସ୍‌ରେ ହାତ ସାହାଯ୍ୟରେ। ତ ଗୋଟେ ଆପଣମାନଙ୍କୁ ପରଟାକୁ ମୁଁ ଖଣ୍ଡ କରି ବି ଦେଖେଇ ଦେଉଛି, କେତେ ସାରା ପୁରା ଲେୟର୍ ବାହାରିଛି ଆଉ କେତେ ନରମ ଦେଖନ୍ତୁ, ତୁଳା ପରି ପୁରା ନରମ ଅଛି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଏଇ ଜଳଖିଆଟି ଥରେ ବନେଇଲେ ଦେଖିବେ ସିଜନ୍ ସରିବା ପର୍ଯ୍ୟନ୍ତ, ମଟର ସିଜନ୍, ଆପଣମାନେ ନିହାତି ଆକୁ ଘରେ ଟ୍ରାଏ କରିବେ। ଏତେ ସ୍ୱାଦିଷ୍ଟ ଲାଗେ ଆଉ କେତେ ପୁରା ସ୍ମୁଥଲି ଦେଖନ୍ତୁ ମାନେ ପରଟାଟା ବନିଛି। ତ ବିନା ତରକାରୀରେ ବି ଆପଣମାନେ ଏଇ ପରଟା ଖାଇପାରିବେ। ଫ୍ରେଣ୍ଡସ୍, ଆପଣମାନେ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଏଇ ରେସିପିଟି ଯଦି ଘରେ ବନାଉଛନ୍ତି ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।